ଏବେ ସୁଭଦ୍ରା ଯୋଜନାରେ ଆସିଲା ଗୋଟିଏ ବହୁତ ବଡ଼ ଖୁସି ଖବର। ଆଉ କ'ଣ ଖୁସି ଖବର ଆସିଛି ଏ ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଜାଣିବା। ଆଉ କେଉଁମାନଙ୍କୁ ଅଧିକ 50,000 ଟଙ୍କା ମିଳିବ ତାହା ମଧ୍ୟ ଭିଡ଼ିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ। ଆଉ ଭିଡ଼ିଓଟି ପୁରା ଲାଷ୍ଟ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜାଣିବେ। ଭିଡ଼ିଓଟି ସମ୍ପୂର୍ଣ୍ଣ ଜାଣିଲା ପରେ ଆପଣମାନେ ଜାଣିପାରିବେ ପ୍ରକୃତିରେ କେଉଁମାନେ ସୁଭଦ୍ରା ଓ ଆବାସ ଯୋଜନାରେ 50,000 ଟଙ୍କା ଅଧିକ ପାଇବାକୁ ଯାଉଛନ୍ତି ଜାଣିପାରିବେ। ଆଉ ଯଦି ଆମ ଚ୍ୟାନେଲରେ ନୂଆ କରି ଆସିଥିବେ ଭିଡ଼ିଓଟିରେ ଗୋଟେ ଲାଇକ୍ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ଦବାଇ ଅଲ୍ ଉପରେ କ୍ଲିକ୍ କରିବେ। ଚାଲନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓଟି ଆରମ୍ଭ କରିବା। ସୁଭଦ୍ରା ଆବାସ ଯୋଜନା ଏମାନଙ୍କୁ ମିଳିବ ଅଧିକ 50,000। ଉପମୁଖ୍ୟମନ୍ତ୍ରୀ ବହୁତ ବଡ଼ ସୂଚନା ଦେଇଛନ୍ତି। ଚାଲନ୍ତୁ ସମ୍ପୂର୍ଣ୍ଣ ଜାଣିବା। ବଣ୍ଡା ଘାଟିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ଥିତି ପରଖି ନେଇ ଶୁକ୍ରବାର ଖବର ସାମ୍ନାକୁ ଆସିଛି। ସୁଭଦ୍ରା ଓ ଆବାସ ଯୋଜନାରେ ବାବଦରେ ଲୋକଙ୍କୁ ଭେଟିଛନ୍ତି। ଉପମୁଖ୍ୟମନ୍ତ୍ରୀ ସୁଭଦ୍ରାରେ 2,932 ଜଣ ରିଜେକ୍ଟ ଆବେଦନକାରୀ ସାନି ବିଚାର ହେବ ବୋଲି ସେ କହିଛନ୍ତି। ସରକାରୀ ପ୍ରତିନିଧି ଆସି ଘର ଘର ବୁଲି ସମସ୍ୟାର ସମାଧାନ କରିବେ। ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ଏଠି ଅଧିକ ଖର୍ଚ୍ଚ ହେଇଛି, ତେଣୁ ସରକାର ବଣ୍ଡା ଘାଟିବାସୀଙ୍କୁ ଆବାସ ପାଇଁ ଅଧିକ 50,000 ଦେବେ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଯାହା ହେଉ ସୁଭଦ୍ରା ଯୋଜନା ଓ ଆବାସ ଯୋଜନାରେ ଅଧିକ 50,000 ଟଙ୍କା ମିଳିବ। ସୁଭଦ୍ରା ଯୋଜନା ଓ ଆବାସ ଯୋଜନାରେ ଉପମୁଖ୍ୟମନ୍ତ୍ରୀ ବହୁତ ବଡ଼ ଘୋଷଣା କରିଛନ୍ତି। ଆମ ପ୍ରିୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଣ୍ଡା ଘାଟିରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ବହୁତ ବଡ଼ ଘୋଷଣା କରିଛନ୍ତି। ସେମାନଙ୍କୁ ଅଧିକ 50,000 ଟଙ୍କା ମିଳିବ ସୁଭଦ୍ରା ଯୋଜନା ଆବାସ ଯୋଜନାରେ। ଆଉ ବହୁତ ବଡ଼ ଖୁସି ଖବର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଉ ଯଦି ଭିଡ଼ିଓଟି ସମ୍ପୂର୍ଣ୍ଣ ମାତ୍ରାରେ ଭଲ ଲାଗିଥାଏ ଗୋଟେ ଲାଇକ୍ ସବସ୍କ୍ରାଇବ୍ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।